ନମସ୍କାର, ଜୟ ଜଗନ୍ନାଥ। ଆଜି ପିଲାମାନେ ପଞ୍ଚମ ଶ୍ରେଣୀର ଆଦର୍ଶ ପରୀକ୍ଷା ଯେଉଁମାନେ ଦେବେ 2027-26ରେ ଦେଖ ତାଙ୍କ ପାଇଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଯେଉଁଟାକି ପରୀକ୍ଷାରେ ଏ ବର୍ଷ ଆସିବ। କ ନମ୍ବର ପ୍ରଶ୍ନଟି ଦେଖ। ପ୍ରଥମେ କ, ପୃଥିବୀରେ ଥିବା ମଧୁର ଜଳର ପରିମାଣ ଠାରୁ ଲୁଣି ଜଳର ପରିମାଣ ଡ୍ୟାସ୍ ଅଧିକ ହେବ। ପିଲାମାନେ ଏଠି ଲେଖିବ କିସ? ଅଧିକ। ଏକ ନମ୍ବର ହବ ଛୁଆ କିସ? ଅଧିକ। ଅଧିକ ବୁଝିଗଲା। ତାପରେ ଜଳ ବିନା ଡ୍ୟାସ୍ ସମ୍ଭବ। ସେ କହିଛି ଖ ନମ୍ବର ଦେଖ, ସମସ୍ତ ଜୀବଜନ୍ତୁ ବଞ୍ଚିବା ପାଇଁ ଡ୍ୟାସ୍ ଜଳ ଆବଶ୍ୟକ କରେ। ବା ସେ କହିଛି ସମସ୍ତ ଜୀବଜନ୍ତୁ ବଞ୍ଚିବା ପାଇଁ ଡ୍ୟାସ୍ ଜଳ ଆବଶ୍ୟକ କରନ୍ତି। ଏଇଟା ପିଲାମାନେ ହବ ମଧୁର ଜଳ। ଖ ନମ୍ବରରେ ଦେଖ ଏଇଠି ଅପସନ୍ ଦେଇଛି ମଧୁର ଜଳ। ଏଇଠି ଲେଖିବ ମଧୁର ଜଳ। ଗ ନମ୍ବର ଦେଖ, ଜଳ ବିନା ଡ୍ୟାସ୍ ଅସମ୍ଭବ। ଏଇଟା ହବ ଛୁଆ ଜୀବନ। ବୁଝିଗଲା। ଯଦି ପୃଥିବୀରେ ସମସ୍ତ ଜଳ ଗୋଟିଏ ଗ୍ଲାସ୍ ହୁଏ ତେବେ ମଧୁର ଜଳ ପରିମାଣ ଏକ ଡ୍ୟାସ୍ ହେବ। ଏଟା ପିଲାମାନେ ହବ ଚାମଚ। ବୁଝିଗଲା। ମ ନମ୍ବର ଦେଖ, ଜଳ ଥଣ୍ଡା ହେଲେ ଡ୍ୟାସ୍ ଓ ଉତ୍ତପ୍ତ ହେଲେ ଡ୍ୟାସ୍ ରେ ପରିଣତ ହୁଏ। ତମେ ଜାଣିଛ ଜଳର ତିନିଟା ଅଂଶ ହଉଛ ଜଳ, ଏଟା ହଉଛି ଚ ନମ୍ବର ଜଳ ଥଣ୍ଡା। ମୋ ନମ୍ବର ଦେଖ, ଆମ ରାଜ୍ୟର ବ୍ରହ୍ମପୁର ନିକଟସ୍ଥ ଡ୍ୟାସ୍ ଠାରେ ଲୁଣ ସଂଗ୍ରହ କରାଯାଏ। ଏଟା ହବ ଛୁଆ ହୁମା। ଗୋଟେ ଥିବ ବ୍ରହ୍ମପୁରର ହୁମା। ବୁଝିଗଲା। ଓଡ଼ିଶାର କେଉଁଠାରେ ଲୁଣ ସଂଗ୍ରହ କରାଯାଏ? ବ୍ରହ୍ମପୁରର ହୁମା। ତାପରେ ଜଳ ଥଣ୍ଡା ହେଲେ ଡ୍ୟାସ୍ ଓ ଉତ୍ତପ୍ତ ହେଲେ ଡ୍ୟାସ୍ ରେ ପରିଣତ ହୋଇଥାଏ। ଥଣ୍ଡା ହେଲେ ବରଫ ଆଉ ଗରମ ହେଲେ ବାଷ୍ପ। ଛ ନମ୍ବର ଦେଖ, ସୂର୍ଯ୍ୟଙ୍କ ଉତ୍ତାପ ଜଳକୁ ଡ୍ୟାସ୍ ରେ ପରିଣତ କରାଏ। ଏଟା ହବ ଛୁଆ ଗ୍ୟାସୀୟ ବା ଜଳୀୟ ବାଷ୍ପ। ତାପରେ ଜ ନମ୍ବର ଦେଖ ପିଲେ, ମାଟି ତଳେ ଜଳ ଡ୍ୟାସ୍ ଜଳ ଗଚ୍ଛିତ ରହିଥାଏ। ଏଟା ହବ ଛୁଆ ଭୂତଳ ଜଳ। ଏଟା କିସ ହବ? ଭୂତଳ ଜଳ। ଏଇଠି ଲେଖା ହେଇଛି ଭୂତଳ ଜଳ। ଝ ନମ୍ବର ଦେଖ ପିଲେ, ସହରରେ କଂକ୍ରିଟ ରାସ୍ତା ଯୋଗୁଁ ଭୂତଳ ଜଳ ଡ୍ୟାସ୍ ହେବାରେ ବାଧାପ୍ରାପ୍ତ ହୋଇଛି। ଏଟା ହଉଛି ପୂର୍ଣ୍ଣ ଭରଣ ପିଲାମାନେ। ତାପରେ ନିୟ ନମ୍ବର ଦେଖ, ଜଳ ତାର ଗତିପଥରେ ଡ୍ୟାସ୍ ଅନୁସାରେ ପ୍ରବାହିତ ହୋଇଥାଏ। ଏଟା ପିଲାମାନେ ହବ ଭୂମି ରୂପ। ତାପରେ ଦେଖ ଟ ନମ୍ବର ଦେଖ, ବଗ ଏକ ଡ୍ୟାସ୍ ଗୋଡ଼ ଥିବା ପକ୍ଷୀ। ଏଇଟା ହବ ପିଲାମାନେ ଲମ୍ବା ଗୋଡ଼ ଥିବା ପକ୍ଷୀ। ପରୀକ୍ଷାରେ ଏଇଭଳି ସାମ୍ପୁଲ ଆସିପାରେ। ଧନ୍ୟବାଦ। ଏତିକି ମନେ ରଖିବାକୁ ଚେଷ୍ଟା କର। ପରୀକ୍ଷାରେ ନିହାତି ଆସିବ ଯେ ଓଡ଼ିଶାରେ କେଉଁଠାରେ ଲୁଣ ମରାଯାଏ? ଆମ ରାଜ୍ୟ ବ୍ରହ୍ମପୁର ନିକଟସ୍ଥ ଡ୍ୟାସ୍ ଠାରେ ଲୁଣ ମରାଯାଏ। ବା ଆମ ଓଡ଼ିଶାରେ କେଉଁଠାରେ ଲୁଣ ମରାଯାଏ? ବ୍ରହ୍ମପୁର ନିକଟସ୍ଥ ହୁମା। ଏଇ କ୍ୱେଶ୍ଚନ୍ ଟା ଇମ୍ପୋର୍ଟାଣ୍ଟ। ସିଓର ପଡ଼ିବ। ପରୀକ୍ଷାର ସିଓର ପଡ଼ିବ। ଏଇ ଘ ନମ୍ବର କ୍ୱେଶ୍ଚନ୍ ଟା। ଧନ୍ୟବାଦ।